ସିଦ୍ଧାର୍ଥ ଦୁଇ ଜଣ ନୂଆ ଦମ୍ପତି। ବିବାହ ହେବାର ଗୋଟିଏ ମାସ ଅତିକ୍ରମ ହେବାକୁ ଯାଉଛି। ସିଦ୍ଧାର୍ଥ ଏକ ସରକାରୀ ଅଫିସର ଭାବେ ଭୁବନେଶ୍ୱରରେ ଚାକିରି କରୁଥିଲେ। ନମିତା ମଧ୍ୟ ଏକ ଗ୍ରାଜୁଏଟ୍, ଶାନ୍ତ, ସଂସ୍କାରୀ ଓ ଅଧିକ କଥା ନ କହୁଥିବା ଭଳି ଝିଅ ଥିଲେ। ତାଙ୍କ ମଧ୍ୟରେ ବ୍ୟବହାର ଭଲ, କିନ୍ତୁ କେବେ କେବେ ସିଦ୍ଧାର୍ଥ ଅନୁଭବ କରୁଥିଲେ ଯେ ନମିତା ତାଙ୍କର କିଛି କଥା ଗୁପ୍ତ ଭାବରେ ରଖିଛନ୍ତି। ଏକ ଦିନ ସନ୍ଧ୍ୟାରେ ନମିତା ପାଖ ବିୟୁଟି ପାର୍ଲରକୁ ଯାଇଥିଲେ ଏବଂ ସେଦିନ ସିଦ୍ଧାର୍ଥ ଘରକୁ ଶୀଘ୍ର ଫେରି ଆସିଥିଲେ। ତେଣୁ ସେ ବସି ପୁରୁଣା ଆଲବମ୍ ଗୁଡ଼ିକୁ ଦେଖିଲେ, ଅତୀତର ସ୍ମୃତି ମନେ ପକାଇଲେ। ସେତେବେଳେ ସେ ନମିତାଙ୍କ ପୁରୁଣା ଆଲବମ୍ ମଧ୍ୟ ଖୋଲି ଦେଖିଲେ। ସିଦ୍ଧାର୍ଥ ଏକ ଫଟୋ ଦେଖିଲେ। ନମିତା ଅନ୍ୟ ଜଣ ପୁରୁଷଙ୍କ ସହ ବିବାହ ପୋଷାକ ପିନ୍ଧି ବେଦୀରେ ବସିଛନ୍ତି। ଫଟୋ ତଳେ କିଛି ଲେଖା ଥିଲା, ମୋ ଦୀପକ, ମୁଁ ତୁମକୁ ଛାଡ଼ିପାରିବି ନାହିଁ। ଏହି ଦୃଶ୍ୟ ଦେଖି ସିଦ୍ଧାର୍ଥଙ୍କ ପାଖରେ ଶବ୍ଦ ନଥିଲା। ତାଙ୍କ ପାଦ ତଳୁ ମାଟି ଖସିଗଲା। ମନ ମଧ୍ୟରେ ଦ୍ୱନ୍ଦ୍ୱ ଆରମ୍ଭ ହେଲା। 3 ଦିନ ଧରି ସେ ନମିତାଙ୍କୁ କିଛି କହିଲେ ନାହିଁ। ତେବେ ଚତୁର୍ଥ ଦିନ ରାତିରେ ସେ ନମିତାଙ୍କୁ ସେହି ଫଟୋ ଦେଖାଇ ପଚାରିଲେ, ଏହି ଦୀପକ କିଏ? ଏହି ବିବାହ କେବେ ହୋଇଥିଲା? ନମିତା ଫଟୋ ଦେଖି ବହୁତ ଡରି ଯାଇଥିଲେ ଏବଂ ଏକ ଗଭୀର ଶ୍ୱାସ ନେଲେ। ତାଙ୍କ ଆଖି ଲୁହରେ ଭିଜିଗଲା। ନମିତା କହିଲେ, ମୁଁ ତୁମକୁ ଧୋକା ଦେବା ଉଦ୍ଦେଶ୍ୟରେ ଏହି ଫଟୋ ଲୁଚାଇ ନଥିଲି। କିନ୍ତୁ ମୋ ମନରେ ଭୟ ଥିଲା, ତୁମେ କାଳେ ମୋତେ ତ୍ୟାଗ କରିଦେବ। ହଁ, ମୁଁ ବିବାହ କରିଥିଲି ଦୀପକ, ସେଇ ଲୋକ। କିନ୍ତୁ ତାଙ୍କର ମୃତ୍ୟୁ ଏତେ ଅଚାନକ ଥିଲା ଯେ ଏବେ ବି ଅଜଣା ରହସ୍ୟ ହୋଇ ରହିଛି। ସିଦ୍ଧାର୍ଥ ଆଶ୍ଚର୍ଯ୍ୟ ହୋଇଗଲେ। ମୃତ୍ୟୁ? କିପରି? କିଏ ମାରିଲା? କାହିଁକି? ନମିତା କହିଲେ, ଯଦି ତୁମେ ଚାହଁ ମୁଁ ତୁମକୁ ସେଇଠିକି ନେଇଯିବି, ଦୀପକଙ୍କ ଗାଁକୁ, ଯେଉଁଠାରେ ଦୀପକ ମୃତ ଘୋଷିତ ହୋଇଥିଲେ। କିନ୍ତୁ ତାଙ୍କ ଶବ ମିଳିନଥିଲା, କେବଳ ତାଙ୍କର କିଛି ପୋଷାକ ଏବଂ ତାଙ୍କ ବ୍ୟବହାର ଜିନିଷ ମିଳିଥିଲା। ସିଦ୍ଧାର୍ଥ ଚିନ୍ତା କଲେ, ଏହା କୌଣସି ସାଧାରଣ ମାମଲା ନୁହେଁ। 2 ଜଣ ଗାଁକୁ ଯିବା ପାଇଁ ପ୍ରସ୍ଥାନ କଲେ। ଦୂର ଦୂରାନ୍ତର ଗାଁ, ଅନ୍ଧାର ରାତି, ବିଜୁଳି ନାହିଁ। ସେଠି ଦୀପକଙ୍କ ପୁରୁଣା ଘର ନିକଟରେ ଏକ ଜଙ୍ଗଲ ଘାଟ ଥିଲା, ଯେଉଁଠି ସେ ନିଖୋଜ ହୋଇଥିଲେ। ନମିତା ଓ ସିଦ୍ଧାର୍ଥ ଅନୁସନ୍ଧାନ ଆରମ୍ଭ କଲେ। ସେଠି ବୃଦ୍ଧ ଗ୍ରାମବାସୀ ଜଣେ କହିଲେ, ଦୀପକ ନିଖୋଜ ହେବା ଦିନରେ ଏଠି ଜଳ ପାଖରେ ଏକ ଶବ ଦେଖାଗଲା, କିନ୍ତୁ ପୁଣି ଶବ ସେଥିରୁ ଗାୟବ ହୋଇଗଲା। କିଏ ନେଲା, କେଉଁଠି, କିଛି ଜଣାପଡ଼ିଲା ନାହିଁ। ତାଙ୍କ ଅନୁସନ୍ଧାନ ଚାଲିଥିବା ସମୟରେ ନମିତା ରାତିରେ ହଠାତ୍ ଦେଖିଲେ, ଜଙ୍ଗଲ ମଧ୍ୟରେ ଜଣେ ପୁରୁଷ ଚାଲି ଚାଲି ଯାଉଛନ୍ତି, ମୁହଁରେ ଜୀର୍ଣ୍ଣ ଗାମୁଛା ଢାଙ୍କିଛନ୍ତି। ନମିତା ଦୌଡ଼ି ଯାଇ ପଛରୁ ଚିତ୍କାର କଲେ, ଦୀପକ! ପୁରୁଷଟି ନମିତାଙ୍କୁ ପାଖରେ ଦେଖି ଅନ୍ୟ ରୂପ ହେଲା। ସେ ନମିତାଙ୍କ ପୁରୁଣା ସ୍ୱାମୀ ଦୀପକ ଥିଲେ। ମୁଁ ମୃତ୍ୟୁବରଣ କରିଥିଲି, କାରଣ ମୋ ଉପରେ ମାମଲା ଥିଲା। ମୁଁ ଜାଣିଥିଲି ତୁମେ ଏକ ଭଲ ଦିନ ଭଲ ଲୋକ ସହ ବିବାହ କରିବ। ଏବେ ମୁଁ ଖୁସି ହୋଇଗଲି। ଏବେ ମୁଁ ଏଠାରୁ ଚାଲିଯିବି। ତୁମ ପୁରୁଣା ଅତୀତ ଏଇଠି ଥାଉ, ଆଉ ତୁମର ଭବିଷ୍ୟତ ଭଲ ହେଉ। ନମିତା ବିଲି ପ୍ରତିହିତ ହେଲେ। ସିଦ୍ଧାର୍ଥ ସମସ୍ତ କଥା ଶୁଣିଲେ ଏବଂ ଗଭୀର ନିଶ୍ୱାସ ନେଲେ। ନମିତାଙ୍କୁ କହିଲେ, ମୁଁ ତୁମର ଅତୀତ ନୁହେଁ, ତୁମର ଭବିଷ୍ୟତ ହେବାକୁ ଚାହୁଁଛି। ମୁଁ ଏହି ଦୁଃଖକୁ ବୁଝିସାରିଛି। ତୁମ ସତ୍ୟତା ପାଇଁ ମୁଁ ଆଜି ତୁମକୁ ଆଉଥରେ ବିଶ୍ୱାସ କରୁଛି। ଦୀପକ ଅନ୍ତର୍ଦ୍ଧାନ ହେଲେ। ସିଦ୍ଧାର୍ଥ ଓ ନମିତା ପୁଣି ନୂଆ ଜୀବନ ଆରମ୍ଭ କଲେ। ଆଉ ସେମାନଙ୍କ ମଧ୍ୟରେ କୌଣସି ରହସ୍ୟ ନଥିଲା, କୌଣସି ଅବିଶ୍ୱାସର କଥା ନଥିଲା। ଦୁହେଁ ଦୁହିଁଙ୍କୁ ବିଶ୍ୱାସ କଲେ ଏବଂ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଇଲେ। ସେମାନଙ୍କ ସାଂସାରିକ ଜୀବନ ସୁଖମୟ ହେଲା ଏବଂ ଏବେ ସେମାନଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛି। ସେମାନେ ବହୁତ ଖୁସିରେ ଅଛନ୍ତି। ବନ୍ଧୁଗଣ, ଆଶା କରୁଛି ଏହି ଛୋଟିଆ କାହାଣୀଟି ଆପଣମାନଙ୍କୁ ପସନ୍ଦ ଆସିଥିବ।
ଆପଣମାନଙ୍କୁ ଏହି କାହାଣୀଟି କେମିତି ଲାଗିଲା ନିହାତି କମେଣ୍ଟ ମାଧ୍ୟମରେ ଆମକୁ ଜଣାନ୍ତୁ। ଆଶା କରୁଛୁ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ତେବେ ପ୍ଲିଜ୍ ଆମ ଚ୍ୟାନେଲକୁ ଲାଇକ୍, ସେୟାର, କମେଣ୍ଟ ଆଣ୍ଡ ସବସ୍କ୍ରାଇବ୍ ନିହାତି କରନ୍ତୁ। ରହୁଛି। ଧନ୍ୟବାଦ। ନମସ୍କାର। ଜୟ ଜଗନ୍ନାଥ।